ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। କବି ହେଉଛନ୍ତି ସୀତାକାନ୍ତ ମହାପାତ୍ରଙ୍କ ରଚିତ ଦୁର୍ଯ୍ୟୋଧନ କବିତା। ଶୀର୍ଷକ ବ୍ୟକ୍ତିବାଚକ କବିତା ଦୁର୍ଯ୍ୟୋଧନ। ଯେଉଁ କବିତାରେ ବ୍ୟକ୍ତି ମଣିଷ ବା ଏକକ ବା ଜଣେ ମଣିଷକୁ କାବ୍ୟ ଭାବନା ପ୍ରକାଶର ମାଧ୍ୟମ କରାଯାଏ ତାକୁ ବ୍ୟକ୍ତିବାଚକ କବିତା କୁହାଯାଏ। ଦୁର୍ଯ୍ୟୋଧନ ମହାଭାରତ ମହାକାବ୍ୟର ମହାନାୟକ, କୌରବ ବଂଶର କୁରୁବୀର, କୁରୁପତି ମାନି ଦୁର୍ଯ୍ୟୋଧନ, ଅଭିମାନୀ ଗର୍ବ ପ୍ରକାଶକ ଚରିତ୍ର। ନିଜକୁ ସବୁବେଳେ ବଳଶାଳୀ ବା ବଳୁଆ ମନେ କରୁଥିବାରୁ ତାଙ୍କ ଜୀବନରେ ଅସହାୟତାର ପରିସ୍ଥିତି ଆସିବାରୁ ସେ ନିୟତି ବା ଭାଗ୍ୟ ଉପରେ ବାଧ୍ୟ ଭରସା କରି ଭଗବାନଙ୍କ ଦୟା ଉପରେ ଜୀବନ ବିତାଇବାକୁ ଆଗ୍ରହୀ ହୋଇଥିଲେ। ସେହି କଥା କବି କବିତାରେ କହିଛନ୍ତି। ଗର୍ବ କଲେ ଖର୍ବ ହୁଏ ବୋଲି ମାନି ଦୁର୍ଯ୍ୟୋଧନ ପୌରାଣିକ ଚରିତ୍ର ଜାଣି ନ ପାରି ନିଜ ଜୀବନକୁ କ୍ଷତି ଦୁର୍ଗତି ଆଡ଼କୁ ଟାଣି ନେଇ କିପରି ଅନୁତପ୍ତ ମନୋଭାବ ଦେଖାଇଛନ୍ତି ଏବଂ ବୁଝିଛନ୍ତି ଯେ ଭଗବାନଙ୍କ ହାତରେ ମଣିଷ ଏକ କ୍ରୀଡ଼ନକ ବା ଖେଳନା। ତାଙ୍କ ପାଖରେ ମଣିଷର ଜୋର ବା ଟାଣପଣ କାମ ଦେଇ ନଥାଏ। ମଣିଷ ନିୟତି ନିୟନ୍ତ୍ରିତ, ଭାଗ୍ୟ ହାତରେ ମଣିଷର ଜୀବନ ପରିଚାଳିତ। ଯୋଉଥିପାଇଁ କଥାରେ କଥିତ ଅଛି, ଦଇବ ଦଉଡ଼ି ମଣିଷ ଗାଇ, ଯେଣିକି ଓଟାରି ତେଣିକି ଯାଇ। ଅବଶେଷରେ ମହାଭାରତ ମହାସମର ପରେ କୁରୁପତି କୁରୁବୀର ମାନି ଦୁର୍ଯ୍ୟୋଧନଙ୍କ ଅବସ୍ଥା ଏହିପରି ହୋଇଅଛି। ଜୀବନର ଏତାଦୃଶ ପରିସ୍ଥିତିକୁ ଦେଖାଇବା ପାଇଁ କବି ପୌରାଣିକ ଚରିତ୍ର ଦୁର୍ଯ୍ୟୋଧନଙ୍କ ଦ୍ୱାରା ଏହି ବାର୍ତ୍ତା ପାଠକମାନଙ୍କୁ ଜଣାଇଛନ୍ତି। IAS କବି ଡକ୍ଟର ସୀତାକାନ୍ତ ମହାପାତ୍ର ପୁରାଣକଳ୍ପୀୟ ମିଥିକ୍ କବିତା ରଚନା କରିବାରେ ସ୍ୱକୀୟ କବିମନର ଆଗ୍ରହ ପ୍ରକାଶିଛନ୍ତି। ତାଙ୍କର ଆରଦୃଶ୍ୟ ଉବୁଜା ପାଇଁ ଗୋଟିଏ ସଙ୍ଗୀତ କବିତା ଦ୍ୱୟ ଏକଦା କଲେଜସ୍ତରୀୟ ପାଠ୍ୟକୋର୍ସରେ ରହିଥିଲା। ମୁଁ ପଢ଼ାଇଥିଲି ସେହିପରି ସଂଶିତ ବା ଏହି କବିତା। ମିଥ୍ ଶବ୍ଦ ଇଂରାଜୀ ମାଇଥୋଲୋଜି ଶବ୍ଦରୁ ଆଗତ। ମାଇଥୋଲୋଜି କହିଲେ ଓଡ଼ିଆ ଭାଷାରେ ପୁରାଣକୁ ବୁଝାଏ। ପୁରାଣ କହିଲେ ପୁରୁଣା କଥା। ସବୁ ଦେଶରେ ପୁରାଣ ରହିଅଛି। ଭାରତ ଦେଶରେ ରାମାୟଣ ମହାଭାରତ ଗୀତା ଶ୍ରୀମଦ୍ ଭାଗବତ ହେଉଛି ମୁଖ୍ୟ ପୁରାଣ। ପୁରାଣର କାହାଣୀକୁ ପୃଷ୍ଠପୋଟରେ ରଖି ବର୍ତ୍ତମାନର ବୈଚିତ୍ର୍ୟପୂର୍ଣ୍ଣ ମାନବ ଜୀବନର ସେହିଭଳି ସମାନତା ବିଶିଷ୍ଟ ଘଟଣାକୁ ଯୋଡ଼ି ସାହିତ୍ୟ ସୃଷ୍ଟିର ଧାରାକୁ ପୁରାଣକଳ୍ପୀୟ ବା ମିଥିକ୍ ସାହିତ୍ୟ କୁହାଯାଏ। ଯେଉଁଥିରେ କବିତା ସହିତ ଉପନ୍ୟାସ, ନାଟକ ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗ ମିଥ୍ ଧର୍ମୀ ସାହିତ୍ୟ ରଚନାରେ ରହିବେ, ଆସିପାରିବେ। ଲେଖକୀୟ ମନୋଭାବ କୃତିତ୍ୱକୁ ନେଇ ଲେଖକ ପୁରାଣଧର୍ମୀୟ ସାହିତ୍ୟ ସୃଷ୍ଟି ଇଚ୍ଛୁକ ନ ହେଲେ ମିଥ୍ ଧର୍ମୀ ସାହିତ୍ୟ ଭାଷାରେ ରହିପାରିବ ନାହିଁ। ଲେଖକର ପୁରାଣ ଜ୍ଞାନ ଥିବା ଦରକାର, ନହେଲେ ସେ ମିଥ୍ ଧର୍ମୀ ସାହିତ୍ୟ ସୃଷ୍ଟି କରିପାରିବ ନାହିଁ। ମିଥ୍ ମଧ୍ୟ ପ୍ରତୀକ ଏବଂ ସାମଞ୍ଜସ୍ୟାତ୍ମକ ଚିନ୍ତନରୁ ଲେଖନୀକୁ ଆସେ। ଏହା ପୁରୁଣା ତଥା ନୂଆ ମଧ୍ୟରେ ସଂଯୁକ୍ତ ସେତୁ ସଦୃଶ କାମ କରେ। IAS କବି ସୀତାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କବିତା ସୃଷ୍ଟି ପରମ୍ପରାର ଅପର ଯଶସ୍ୱୀ ସ୍ରଷ୍ଟା। ସେ ଓଡ଼ିଶା ଓ ଭାରତରେ ସୁପରିଚିତ। 1936 ମସିହାରେ କଟକ ଜିଲ୍ଲାରେ ତାଙ୍କର ଜନ୍ମ। ଅନ୍ୟାନ୍ୟ କବିମାନଙ୍କ ଭଳି ପ୍ରତୀକ ଓ ଚିତ୍ରକଳ୍ପ ପ୍ରୟୋଗ କରିବାରେ ସୀତାକାନ୍ତ ଧୁରୀଣ। ନିଜର ସାହିତ୍ୟ ସୃଷ୍ଟି ପାଇଁ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି। ସେ ମଧ୍ୟ ଓଡ଼ିଶା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କ ରଚିତ କବିତା ସଂକଳନ ଗୁଡ଼ିକର ନାମ ହେଲେ ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ଚିତ୍ର ନଦୀ, ଆରଦୃଶ୍ୟ, ସମୁଦ୍ର, ସମୟର ଶେଷ ନାମ, କାହାକୁ ପୁଚ୍ଛିବା କୁହ, ଚଢ଼େଇ ତୁ କି ଜାଣୁ ଇତ୍ୟାଦି। ମିଥ୍ ବା ପୁରାଣକଳ୍ପୀୟ କବିତା ଦୁର୍ଯ୍ୟୋଧନରେ କାବ୍ୟ ନାୟକଙ୍କର ମନସ୍ତାତ୍ତ୍ୱିକ ବିଭାବକୁ କବି ନିଜେ ତାଙ୍କ ପକ୍ଷରୁ ପ୍ରକାଶିଛନ୍ତି।
କବିତାର ଆଲୋଚନା। କବିତାଟି ସମ୍ବୋଧନାତ୍ମକ। କବି ନିଜେ ଦୁର୍ଯ୍ୟୋଧନଙ୍କୁ ଲକ୍ଷ୍ୟ କରି କହୁଛନ୍ତି, ତୁମକୁ ତୁମ ମା ଆଶ୍ୱାସନା ସାନ୍ତ୍ୱନା ବାଣୀ ଶୁଣାଇ ନାହାନ୍ତି କି? ଏ ପୁଅ ମୋର, ତୁ ମହାଭାରତ ମହାସମରରେ ଯୁଦ୍ଧରେ ବିଜୟୀ ହୋଇ ଫେରିଆ। କାରଣ ସତୀ ଗାନ୍ଧାରୀ ଧୃତରାଷ୍ଟ୍ରଙ୍କ ଅନ୍ଧତ୍ୱ ପାଇଁ ନିଜେ ଆଖିରେ ପଟି ବାନ୍ଧିଥିଲେ ପତିବ୍ରତା ବ୍ରତ ପାଳନ ପାଇଁ। ଗାନ୍ଧାରୀର ଆଶୀର୍ବାଦ କବିତାରେ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ ଗାନ୍ଧାରୀ ମୁଖରେ କୁହାଇଛନ୍ତି, ଯାଅ ବୀର ରଣେ ଧରଣୀ ବକ୍ଷୁ ପାପ ରାଶି ହେଉ କ୍ଷୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଘେନ କୁରୁ ମଣି ଆଶିଷ ତୋହର ଜନନୀର ବରାଭୟ, ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ। ଧାର୍ମିକ ମହିଳା ଗାନ୍ଧାରୀ ସେ ଅଧର୍ମକୁ କେବେ ପ୍ରଶ୍ରୟ ଦେଇ ନଥିଲେ, ସେ ଲାଗି ଏମିତି କହିଛନ୍ତି। ଆଉ ସୀତାକାନ୍ତ ବି ସେହି ଲକ୍ଷ୍ୟରେ କୁରୁବୀରଙ୍କୁ ସେହି ମାତାର କଥା ଦୋହରାଇଛନ୍ତି। ମହାଭାରତ ମହାସମର ଧର୍ମଯୁଦ୍ଧ, ପରନ୍ତୁ ଦୁର୍ଯ୍ୟୋଧନ ଅଧାର୍ମିକ କପଟୀ ଥିଲେ, ଏହା ଜଣାଶୁଣା କଥା। କୁରୁବୀର ମାତା ଗାନ୍ଧାରୀଙ୍କ ପାଦତଳେ ମଥା ନୁଆଁଇ ଆଶିଷ ଚାହିଁ ନିଜେ କେମିତି ଯୁଦ୍ଧରେ ବିଜୟୀ ହେବେ, ସେହି ଆଶା ସ୍ୱାର୍ଥପର ହୋଇ କହିଥିଲେ। ହେଲେ ସତୀ ଧାର୍ମିକା ମାତା ଦୁର୍ଯ୍ୟୋଧନଙ୍କ ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି। ନିଜ ପୁଅକୁ ସମରରେ ବିଜୟୀ ହୋଇ ଆସିବାର ଅଭୟବାଣୀ ଦୁର୍ଯ୍ୟୋଧନଙ୍କ ଅସତ୍ ଉପାୟ ଅବଲମ୍ବନ କାରଣ ପାଇଁ ଶୁଣାଇ ନଥିଲେ। ନହେଲେ ସେମାନେ ଗାନ୍ଧାରୀ ନିଜେ ପାପିନୀର ଭାଗୀଦାରିଣୀ ବିଧାତାଙ୍କ ସମ୍ମୁଖରେ ହୋଇଯିବେ। କବି ସୀତାକାନ୍ତ ମଧ୍ୟ କହିଛନ୍ତି, ସତ୍ୟ ଧର୍ମ ପାଇଁ ତୁମକୁ ତୁମ ମା ମନରୁ ଠେଲି ଦୂରେଇ ଦେଇଛନ୍ତି। ଆଉ ତୁମେ ଚୁପଚାପ ନିରାଶରେ ମା'ଙ୍କଠାରୁ ଫେରି ବି ଯାଇଛ। ଖେଳନା ପାଇପାରି ନଥିବା ଏକ ଛୋଟ ଅବୋଧ ଶିଶୁ ପରି। ସାଇକୋ ଆନାଲିସିସ୍ ଭାରି କରୁଣ ଅଟେ କବିଙ୍କର ଏଇ କଥାରେ। ମଣିଷ ଯେତେବେଳେ ନିରାଶ ହତାଶ ହୁଏ, ତା'ର ମନସ୍ଥିତି ସତରେ ଭାରି ଦୁଃଖଦାୟକ। ସୁନ୍ଦର ଉପମା ଦେଇଛନ୍ତି କବି। ଲୁହକୁ ଚାପି ରଖିଥିଲେ ବି ମା'ଙ୍କ ସମ୍ମୁଖରେ ଦୁର୍ଯ୍ୟୋଧନ, ସତେକି ସେ ମାତାଙ୍କର ତେଜ୍ୟ ପୁତ୍ର। ଅତି ଶୀଘ୍ର ମା'ଙ୍କଠାରୁ ଫେରି ଆସିଛନ୍ତି। ରହିବାକୁ ଭଲ ଲାଗି ନାହିଁ। ଯେଉଁଠି ସ୍ନେହ ଆଦର ନାହିଁ, ମଣିଷ ସେଠି କ'ଣ ରହିପାରିବ? କବି କହିଛନ୍ତି, ହେ ଦୁର୍ଯ୍ୟୋଧନ, ତୁମେ କେବେ ବି କାହାଠାରୁ ସ୍ନେହ ଶ୍ରଦ୍ଧା ଆଦର ଭଲ ପାଇବା ସାଉଁଟି ପାରିନାହଁ। ତୁମ ଦୁର୍ଗୁଣ ଆଚରଣ ଯୋଗୁଁ। ଗର୍ବୀ ଉଦ୍ଧତ କ୍ରୋଧୀ ଗୁଣ ପାଇଁ। ମଣିଷ ସ୍ନେହ କାଙ୍ଗାଳ। ଟିକିଏ ସ୍ନେହ ପାଇଲେ ପର ଆପଣାର ମନେ ହୋଇଥାଏ। ହେଲେ ଦୁର୍ଯ୍ୟୋଧନ ଏଥିରୁ ହତଭାଗା। ତାପରେ କବି ଦୁର୍ଯ୍ୟୋଧନଙ୍କର ଦୁର୍ଗୁଣର ବୟାନ ଦେଖାଇଛନ୍ତି। ଶକୁନି ମାମୁଁଙ୍କର ପ୍ରରୋଚନାରେ ପଡ଼ି ପଶାଖେଳରେ କପଟତା, ଜଉଘର ବୃତ୍ତାନ୍ତ, ଦ୍ରୌପଦୀର ବସ୍ତ୍ରହରଣ, କୁରୁ ସଭା ତଳେ ଶ୍ରୀକୃଷ୍ଣଙ୍କର ସାଧୁ ପ୍ରସ୍ତାବ କିଛିକୁ ଦୁର୍ଯ୍ୟୋଧନ ମାନି ନଥିଲେ। ଜିଦି କରିଥିଲେ, ବିନା ଯୁଦ୍ଧେ ଦେବି ନାହିଁ ସୂଚ୍ୟଗ୍ର ମେଦିନୀ। ଅର୍ଥାତ୍ ସିଲେଇ କରିବା ଛୁଞ୍ଚି ସମାନ ଭୂଇଁକୁ ବି ବିନା ଯୁଦ୍ଧରେ ସେ ଦେବି ନାହିଁ ବୋଲି କହିଥିଲେ। ଦୁର୍ଯ୍ୟୋଧନ ନିଜ ମନର ରଜା। ମନ ଯାହା ଚାହିଁଲା ତାହା କରିଛନ୍ତି। ଏକଜିଦିଆ ଏକବାଗିଆ ଅମାନିଆ ମନର ଦୁର୍ଦ୍ଦାନ୍ତ ବ୍ୟକ୍ତିତ୍ୱ। କବି କହିଛନ୍ତି, ତୁମେ ଗର୍ବୀ ଅହଙ୍କାରୀ, ଭାଗ୍ୟର ବିରୁଦ୍ଧରେ ବିପରୀତରେ ଯିବା ଲୋକ। ତୁମେ ନିଜେ ଅବୁଝା ମନୁଆ। ଜୀବନ ଯୁଦ୍ଧ ଯଜ୍ଞର ତୁମେ ଅର୍ପଣ। ନିଜକୁ ଜାଳି ପୋଡ଼ି ମାରିଛ ପଛେ ଠିକ୍ ବାଟ ଧରିନ ନିଜ ଅତିବାହିତ ଜୀବନରେ। ତୁମେ ବିନୟୀ ଭଦ୍ର ନୁହଁ। ଦୟାଭାବ ତୁମଠି ନାହିଁ। ଥିଲେ ତୁମେ ଜୀବନକ୍ଷୟ କରିନଥାନ୍ତ ଅଯଥାରେ ଯୁଦ୍ଧ କରି, ଜିଦି କରି। ତୁମେ ଅବିବେକୀ, ଅଜ୍ଞ, ମୂର୍ଖ। କବି ମହାଭାରତର ଦୁର୍ଘଟଣାଗୁଡ଼ିକୁ କବିତାରେ ଉଦ୍ଧୃତି ଦେଇଛନ୍ତି। ଅନ୍ଧାର ରାତିରେ ରକ୍ତନଦୀ ପହଁରିବା ସମୟରେ ତୁମର ଛଳନା କପଟତାର ଦୁର୍ବିନୀତ ଉଦ୍ଧତ ଜୀବନରେ ବିପରିଣାମ ଭୋଗିଲ। ଭୀମର ଗଦା ପାହାର ଖାଇ ନିଜ ଜାନୁରେ କେବଳ ବୃଥା ଗର୍ବୀ ହେତୁର କାରଣ ପାଇଁ। ଆପଣାଦନ୍ତେ ଜିହ୍ୱା ଛେଦି ଅନ୍ୟ କେହି ତା'ର ପ୍ରତିବାଦୀ ନଥାଏ, ସେହିଭଳି ତୁମେ ସେହି ପ୍ରତିବାଦୀ ନ ରଖି ଶେଷରେ ହେଲ ପରାଜୟ, ହାରିଗଲ ଯାହା। ଉପଲବ୍ଧି ଅନୁଭବ ତୁମଠାରେ
ଆସିଗଲା କି ମନ୍ଦ କେବେ ଭଲ ନୁହେଁ ଏବଂ ମୋର ନିଜର ଭୁଲ ହୋଇଛି। ତୁମେ କୌରବ ବଂଶର ବଡ଼ ଭାଇ, 100 ଭାଇଙ୍କ ମଧ୍ୟରେ ମାନ ଗୋବିନ୍ଦ ମାନ୍ୟତା ପାଇକି ବୃଥା ହେଲା ତୁମ ଜୀବନ। ତୁମେ ନିଜେ ଭଗବାନଙ୍କୁ ଲକ୍ଷ୍ୟ କରି ମନେ ମନେ କହିଲ, ମୋର ଜୀବନରେ ଧର୍ମଭାବ ନଥିଲା, ଅର୍ଥାତ୍ ମୁଁ ଧାର୍ମିକ ନୁହେଁ କିମ୍ବା ଅଧର୍ମରୁ ମୋର ମୁକ୍ତି ବି ନାହିଁ। ଅଧର୍ମାଚାରୀ ହୋଇ ମୁଁ ଜିତି ବି ପାରିଲିନି। ହେ ଭଗବାନ, ତୁମେ ମୋର ମନରେ ଯେମିତି ଆଚରଣ ଭାବନା ଦେଖାଇଲ, ମୁଁ ସେମିତି କଲି, ମୋତେ କ୍ଷମା କର। ଶେଷରେ କବି କହୁଛନ୍ତି, ହେ ହାରିଯାଇଥିବା ମନଧାରୀ, ମଣିଷର ଚିରନ୍ତନ ସ୍ୱଭାବଧାରୀ, ଯାହା ଭଲ ହେବା ମନ୍ଦ ବନିବା, ତୁମେ ସେହିପରି ଜଣେ ସାଧାରଣ ମଣିଷର ପ୍ରତିକୃତି, ସଜୀବ ବ୍ୟକ୍ତିତ୍ୱ ହୋଇ ଟୁ ଏର୍ ଇଜ୍ ହ୍ୟୁମ୍ୟାନ୍, ଭୁଲ କରିବା ମଣିଷର ପ୍ରକୃତିର ପନ୍ଥାଧାରୀ। ବିଧାତା ତୁମ ଭାଗ୍ୟକୁ ନିଷ୍ଠୁର ନିର୍ମମ କରାଇ ଦେଇଥିଲା ଏଥିପାଇଁ କି ଯେ ତୁମେ ଖରାପ ମଣିଷ ହୁଅ, ଭାଗ୍ୟକୁ ବିଶ୍ୱାସ ନ କରି ତାର ବିରୁଦ୍ଧରେ ଯାଇ ଜୀବନରେ ବିଫଳ ହୁଅ, ଅସହାୟ ହୋଇଯାଅ। ଆଉ ବୁଝ ଯେ ଗର୍ବୀ ଉଦ୍ଧତ ହେଲେ ମଣିଷର ଦୁର୍ଲଭ ଜୀବନ କେମିତି ସମାଜରୁ ଅବହେଳା ପାଏ, ସାହାଯ୍ୟ ପାଇବାରୁ ବଞ୍ଚିତ ରହେ, ଦୂରେଇ ରହେ। କବିତାଟି ଭାରି ବଢ଼ିଆ ତଥା ଶିକ୍ଷଣୀୟ ହୋଇଅଛି ଏବଂ ପାଠ୍ୟାନ୍ତର୍ଗତରେ ମଧ୍ୟ ରହିଅଛି।